हेलो फ्रेंड्स, वेलकम टू माय यूट्यूब चैनल एसके जॉब्स चैनल। दिल्ली पुलिस कनेस्टेबल ପାଇଁ ଏବେ ନୂଆ ଭର୍ତ୍ତି ଆସିବାକୁ ଯାଉଛି। फ्रेंड ଏହାର ପୋଷ୍ଟ ସଂଖ୍ୟା କେତେ ରହିଛି, ଏହାର ଅନଲାଇନ୍ ଫର୍ମ ଏବଂ ଏହାକୁ କେଉଁମାନେ ଆପ୍ଲାଏ କରିପାରିବେ ଏହା ବିଷୟରେ ଏ ଟୁ ଜେଡ୍ ସମ୍ପୂର୍ଣ୍ଣ ଡିଟେଲ୍ସ ଆପଣମାନେ ଏହି ଭିଡ଼ିଓରୁ ପାଇପାରିବେ। ତେବେ ଫ୍ରେଣ୍ଡ ଭିଡ଼ିଓଟିକୁ ଜମାରୁ ସ୍କିପ୍ କରନ୍ତୁ ନାହିଁ, ଷ୍ଟାର୍ଟିଂରୁ ଏଣ୍ଡିଂ ଯାଏଁ ସମ୍ପୂର୍ଣ୍ଣ ଭିଡ଼ିଓଟିକୁ ଦେଖନ୍ତୁ। ଭିଡ଼ିଓଟି ଆପଣଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ହେବାକୁ ଯାଉଛି। ତ ଫ୍ରେଣ୍ଡ ଯେଉଁମାନେ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତ ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ବେଲ୍ ଆଇକନ୍ଟିକୁ କ୍ଲିକ୍ କରି ପାଖରେ ଥିବା ଅପସନ୍କୁ ଅନ୍ କରିଦିଅନ୍ତୁ। ତ ଏଠି ଫ୍ରେଣ୍ଡ ଆପଣମାନେ ଦେଖିପାରୁଥିବେ ଇଏ ହେଉଛି ଏକ RTI ରିପୋର୍ଟଟି, RTI ନୋଟିଫିକେସନ୍ଟି ଯାହାକି ଆଉଟ୍ ହୋଇସାରିଛି। ତ ଫ୍ରେଣ୍ଡ ଏଥିରେ କେତୋଟି ଲେଖାଏଁ ପଦବୀ ଖାଲି ରହିଛି ଏହାର ସମ୍ପୂର୍ଣ୍ଣ ଡିଟେଲ୍ସ ଏଥିରେ ସେ ଶୋ କରିଛି। ତ ଏଠି ଦେଖିପାରୁଥିବେ, ଦେଖନ୍ତୁ ଫ୍ରେଣ୍ଡ ମୁଁ ଦେଖି ଦେଉଛି। ଏଠି SCB ପାଇଁ ଆପଣମାନଙ୍କର ଖାଲି ରହିଛି ଏଠି 189 ଏବଂ ଇନ୍ସପେକ୍ଟର ପାଇଁ ଆପଣମାନଙ୍କର 29ଟି ପଦବୀ ରହିଛି ଏବଂ ସବ୍ ଇନ୍ସପେକ୍ଟର ପାଇଁ 963ଟି ଏବଂ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପାଇଁ 1320 ପୋଷ୍ଟ, ହେଡ୍ କନେଷ୍ଟବଲ ପାଇଁ 1201 ଏବଂ କନେଷ୍ଟବଲ ପୋଷ୍ଟ ପାଇଁ 9465ଟି ପୋଷ୍ଟ ଖାଲି ରହିଛି। ତ ଫ୍ରେଣ୍ଡ ଏଠି ଆମେ ଦେଖିବା ଯେ ମୋଷ୍ଟଲି କନେଷ୍ଟବଲ ପାଇଁ ଟୋଟାଲି 9465ଟି ପୋଷ୍ଟ ବାହାର କରିବାକୁ ଯାଉଛି। ଠିକ୍ ଅଛି। ତ ଏଇ ଯେଉଁ ପୋଷ୍ଟ 9465ଟି ବାହାରିବାକୁ ଯାଉଛି, ତ ଫ୍ରେଣ୍ଡ ଏଇଟା କେବେ ବାହାରିବ? 2024 ୟା ଫିର୍ 2025ରେ ବାହାରିବ କି? ତ ଏଠି ମୁଁ କହି ରଖୁଛି ଫ୍ରେଣ୍ଡ, ଏହା ଆପଣମାନଙ୍କର 2024ରେ ହିଁ ବାହାରିବ, କାରଣ ଆପଣମାନେ ଜାଣିଛନ୍ତି ଯେ ଇଲେକ୍ସନ୍ ଏବେ 2024ରେ ଆସିବାକୁ ଯାଉଛି। ଠିକ୍ ଅଛି। ତ ଏଇ ଯେଉଁ ପୋଷ୍ଟଟି ରହିଛି, ଏଇ ପୋଷ୍ଟଟି ଆପଣଙ୍କର 2024 ଇଲେକ୍ସନ୍ ପୂର୍ବରୁ ହିଁ ଇଏ ବାହାର କରିବାକୁ ଯାଉଛି। ଓକେ। ଏହି ଯେଉଁ ପୋଷ୍ଟଟି ବାହାରିଛି, କନେଷ୍ଟବଲ ପୋଷ୍ଟଟି ବାହାରିବ, ତ ଏହି ପୋଷ୍ଟକୁ କେଉଁମାନେ ଆପ୍ଲାଏ କରିପାରିବେ ଏବଂ ସେମାନଙ୍କର ଏଜ୍ କ୍ୱାଲିଫିକେସନ୍ କ'ଣ କ'ଣ ରହିଛି ତା ବିଷୟରେ ଏବେ ସମ୍ପୂର୍ଣ୍ଣ ଡିଟେଲ୍ସ ଦେଖିବା। ଠିକ୍ ଅଛି। ତ ଫ୍ରେଣ୍ଡ ଏଇ ଯେଉଁ RTI ରିପୋର୍ଟଟି ମଧ୍ୟ ଆପଣମାନେ ଦେଖୁଛନ୍ତି, ଏହି RTI ରିପୋର୍ଟଟି ଆପଣମାନେ ଚାହିଁଲେ ମୁଁ ଡେସ୍କ୍ରିପସନ୍ରେ ଦେଇଦେଇଛି ଗୋଟିଏ ଲିଙ୍କଟି, ତ ସେ ଲିଙ୍କକୁ ଯାଇ ଆପଣମାନେ ଏହିକୁ ଡାଉନଲୋଡ଼ କରି ଦେଖିପାରିବେ। ଠିକ୍ ଅଛି। ନହେଲେ ଆପଣମାନେ ମୋ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୋଇଯାଆନ୍ତୁ ଏବଂ ସେ ଟେଲିଗ୍ରାମ ଚ୍ୟାନେଲରେ ମୁଁ ଏହାକୁ ଅପଲୋଡ଼ କରିଦେଇଛି। ତ ଆପଣମାନେ ଚାହିଁଲେ ସେଠୁ ଆପଣମାନେ ଡାଇରେକ୍ଟ ଦେଖିପାରିବେ। ଓକେ। ତ ଫ୍ରେଣ୍ଡ ଯେଉଁମାନେ ମୋ ଚ୍ୟାନେଲକୁ ଏପର୍ଯ୍ୟନ୍ତ ବି ସବସ୍କ୍ରାଇବ୍ କରିନାହାନ୍ତି ତ ପ୍ଲିଜ୍ ଫ୍ରେଣ୍ଡ ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଟେଲିଗ୍ରାମ ଚ୍ୟାନେଲକୁ ମଧ୍ୟ ଯେଉଁମାନେ ଜଏନ୍ କରିନାହାନ୍ତି ତ ମୋର ଲିଙ୍କ ଦେଇଦେଇଛି ଭିଡ଼ିଓ ଡେସ୍କ୍ରିପସନ୍ରେ, ତ ଆପଣମାନେ ଯାଇ ସେଠାରେ ଜଏନ୍ କରିନିଅନ୍ତୁ। ଓକେ। ତ ଏଠି ଦେଖନ୍ତୁ ଫ୍ରେଣ୍ଡ, ଆପଣମାନେ ଦିଲ୍ଲୀ ପୁଲିସ ଆପ୍ଲିକେସନ୍ ଫି ଯେଉଁ ରଖିଛି ଏଠି ଦେଖିପାରୁଥିବେ। ତ ଆପ୍ଲିକେସନ୍ ଫି କେଉଁମାନେ ପେଡ୍ କରିବେ ଏବଂ କେଉଁମାନେ ପେଡ୍ କରିବେନି ଏଠି ଦେଖାଇ ଦେଉଛି, ଆପଣମାନେ ଦେଖିପାରୁଥିବେ। ଦେଖନ୍ତୁ SC ST ଏବଂ PWD କ୍ୟାଟେଗୋରିର ପିଲାମାନେ ଯେଉଁମାନେ ଅଛନ୍ତି ସେମାନେ ବିଲକୁଲ ବାନ୍ଧିବେନି। ଠିକ୍ ଅଛି। ତ ସେମାନଙ୍କ ପାଇଁ କୌଣସି ଆପ୍ଲିକେସନ୍ ଫି ଦେବାକୁ ପଡ଼ିବନି ଏବଂ ଫିମେଲ୍ କ୍ୟାଣ୍ଡିଡେଟ୍ ମାନେ ମଧ୍ୟ କୌଣସି ଆପ୍ଲିକେସନ୍ ଫି ଦେବାକୁ ପଡ଼ିବନି। ବଟ୍ ଅଦର କ୍ୟାଟେଗୋରି ଯେଉଁମାନେ ଅଛନ୍ତି ତ ସେମାନଙ୍କ ପାଇଁ 100 ଟଙ୍କା ଲେଖାଏଁ ଆପ୍ଲିକେସନ୍ ଫି ରଖିଛି। ଓକେ। ଏବଂ ଫ୍ରେଣ୍ଡ ଏ ଯେଉଁ ଆପଣମାନେ ଆପ୍ଲିକେସନ୍ ଫିଟି ବାନ୍ଧିବେ, ଏହା କେବଳ ଆପଣମାନେ ନେଟ୍ ବ୍ୟାଙ୍କିଂ ହେଉ, ଠିକ୍ ଅଛି, କ୍ରେଡ଼ିଟ୍ କାର୍ଡ଼ କିମ୍ବା ଡେବିଟ୍ କାର୍ଡ଼ କିମ୍ବା ଭୀମ୍ UPI ମାଧ୍ୟମରେ ହିଁ ଆପଣମାନେ ଏହି ପେମେଣ୍ଟଟିକୁ ବାନ୍ଧିପାରିବେ। ଏବେ ଦେଖନ୍ତୁ ଫ୍ରେଣ୍ଡ ଏଠି ସେ ନେକ୍ସଟ କ'ଣ କହିଛି ଦେଖନ୍ତୁ, ଦିଲ୍ଲୀ ପୁଲିସ କନେଷ୍ଟବଲ ପାଇଁ ଏଲିଜିବିଲିଟି କ୍ରାଇଟେରିଆ ସେ କ'ଣ ରଖିଛି ଏଠି ଦେଖିଦିଅନ୍ତୁ। ତ ଏଠି ଦେଖନ୍ତୁ ଏଜୁକେସନାଲ କ୍ୱାଲିଫିକେସନ୍ ଏବଂ ଏଜ୍ ଲିମିଟ୍, ନ୍ୟାସନାଲିଟି ଏସବୁ ଏବଂ ଅଦର ରିକ୍ୱାରମେଣ୍ଟ ଯେଉଁ ରଖିଛି ଏସବୁ ମଧ୍ୟ ହୋଇଯିବ। ଠିକ୍ ଅଛି। ଯେତେବେଳେ ଆର ଫ୍ରେଣ୍ଡ ଅଫିସିଆଲି ନୋଟିଫିକେସନ୍ଟି ଆଉଟ୍ ହେଇଯିବ ନା, ତ ସେହି ସମୟରେ ଆପଣମାନଙ୍କର ଏସବୁ ଏଜ୍ ଲିମିଟ୍ ହେଉ, ଯେଉଁ ଆପଣମାନଙ୍କର ଏଜ୍ ରିଲାକ୍ସନ୍ ରହିଛି ଏବଂ କ୍ୱାଲିଫିକେସନ୍ ଆପଣଙ୍କର ପୋଷ୍ଟ ୱାଇଜ୍ କ୍ୱାଲିଫିକେସନ୍ ମଧ୍ୟ ସେ ସେଠାରେ ମେନସନ୍ କରିଦେବ। ଠିକ୍ ଅଛି। ତ ବଟ୍ ଫ୍ରେଣ୍ଡ ଏଠି ଆପଣମାନଙ୍କର କନେଷ୍ଟବଲ ପୋଷ୍ଟ ପାଇଁ ଏଠି 12th ପାସ୍ ଆଉଟ୍ ରହିଥିବା ନିହାତି ଦରକାର। ଠିକ୍ ଅଛି। ତାହେଲେ ଆପଣମାନେ ଏହି ପୋଷ୍ଟକୁ ଆପ୍ଲାଏ କରିପାରିବେ। ଏବଂ ଫ୍ରେଣ୍ଡ ଏହା ସହିତ ସେ ଅନ୍ୟ କ'ଣ ରିକ୍ୱାରମେଣ୍ଟ କରିଛି ଏଠି ନା, ଆପଣମାନଙ୍କର ଡ୍ରାଇଭିଂ ଲାଇସେନ୍ସ ଏବଂ ଏହା ସହିତ ଆପଣମାନଙ୍କର LMB ଲାଇସେନ୍ସ ରହିଥିବା ନିହାତି ଦରକାର। ଠିକ୍ ଅଛି। ତ ଫ୍ରେଣ୍ଡ ଏହା ଆପଣମାନଙ୍କର କରେଣ୍ଟଲି ଯେଉଁ ଲାଇସେନ୍ସ ରହିଛି ଡ୍ରାଇଭିଂ ଲାଇସେନ୍ସ ତାହା ନିହାତି ଭାବେ ଦରକାର। ଠିକ୍ ଅଛି। ଏହା କେବଳ ମେଲ୍ କ୍ୟାଣ୍ଡିଡେଟ୍ଙ୍କ ପାଇଁ।
जदि लाइसेंस नहीं ताहले आपण माने फ्रेंड जल्दी लाइसेंस टी अप्लाई कर दियंतु जेतेबेले पोस्ट बाहरिबो तो सेही समय आपण माने अप्लाई करि परिबे जो मानकर लाइसेंस नहीं ठीक अछि एलएमबी तो सेही माने अप्लाई करि परिबे नहीं। एबे नेक्स्ट कौन कही देखो दिल्ली पुलिस फिजिकल स्टैंडर्ड रिक्वायरमेंट ठीक अच्छे फिजिकल स्टैंडर्ड आप कौन कौन रही ये देखी नियंतु हाइट से कौन मांगी ठीक अच्छे हाइट मांगी 165 सेंटीमीटर क्यों मानक ठीक अच्छे जो मैंने हिल एरिया रू बिलंगस करुवे ठीक अच्छे पहाड़ पर्वत एरिया रू ये देखूँ ग्वाल गोरखा डोग्रास माराथन्स एवं जो ए सब हूँ कौन फ्रेंड अपना आपणकर जो पहाड़ पर्वत एरिया से एरिया रू जो कैंडिडेट माने बिलंगस करुँच तो से हाइट टी 100 सेंटीमीटर रखी एवं यह सहित से स्टेट केतटा देती देखिपे आपण मैंने ठीक अच्छे जोटा कि सिक्किम होगला नागालैंड अरुणाचल प्रदेश मणिपुर त्रिपुरा मिजोराम मेघालय आसाम हिमाचल प्रदेश जम्मू काश्मीर एंड लद्दाख ये सबू स्टेट पिला 165 सेंटीमीटर हाइट रखी एवं एसटी कैंडिडेट ठीक अच्छे तो ये एसटी कैंडिडेट पिला ये से 165 सेंटीमीटर हाइट को मेंशन करी ठीक अच्छे रिक्वायर्ड अच्छी तो ये सब को छाड़ीदे फ्रेंड ये सब को जी रही ये सब को छाड़ीदे आउ बाकी स्टेट हो गला तो सही स्टेट्र कैटेगरी जहाँ भी होना कहीं तो आपण मानकर 170 सेंटीमीटर हाइट से रिक्वायर्ड करी ठीक अच्छे तो एसटी पिलांको ही केवल ये 165 सेंटीमीटर रखी तो फ्रेंड ये भलसे शुणी नियंतु तो एसटी कैटेगरी एससी एसटी कैटेगरी पिला 165 सेंटीमीटर हाइट रिक्वायर्ड करी एवं बाकी एतिकी स्टेट जो देइछि तो यही स्टेट को छाड़ीदे आ बाकी अदर स्टेट पिला 170 सेंटीमीटर से हाइट रिक्वायर्ड रखी नेक्स्ट कौन कही देखो चेस्ट साइज ठीक अच्छे केवल मेल कैंडिडेट ये सब तो चेस्ट जो रखी आपण मानकर नॉर्मली जो चेस्ट साइज रही 81 सेंटीमीटर रही पड़ो एवं जितेबाला आपण मैंने एक्सपेंशन करेंगे छातीटा को फुलाइबे तो सही समय आपण मानकर 4 सेंटीमीटर एक्सपेंशन होता दरकार ठीक अच्छे एवं फीमेल कैटेगरी पिला से हाइट रखी देखिपे 157 सेंटीमीटर ये मुझे कहीदे यही जो जी स्टेट देती आउ पहाड़ पर्वत एरिया जो मैंने बिलंगस करुँच झील पिला माने ठीक अच्छे फीमेल कैंडिडेट माने तो से 155 सेंटीमीटर रही दरकार ठीक अच्छे एवं एससी एसटी कैंडिडेट 155 सेंटीमीटर रही फीमेल कैंडिडेट माने अप्लाई करें एवं 157 सेंटीमीटर ये सब अदर एति छाड़देला ये जो स्टेट रही स्टेट को छाड़देला आ बाकी स्टेट रो कि से जेकोसी कैटेगरी होता ना कहीं तो से 157 सेंटीमीटर रिक्वायर्ड रखी एबे नेक्स्ट देखा फ्रेंड यार जो दिल्ली पुलिस कॉन्स्टेबल एग्जाम तार एग्जाम पैटर्न कौन रखी यार सिलेबस कौन रखी देखा ठीक अच्छे तो आपण मानी ऑब्जेक्टिव 100 क्वेश्चन आसीज जहाँकि 100 मार्क ठीक अच्छे 100 क्वेश्चन 100 मार्क एवं यह सहित आपर फ्रेंड ना 0.25 ठीक अच्छे यह आपर रंग डिडक्शन करा दिया जिवो ठीक अच्छे जदि 4टा भूल आंसर देबे ताहले आपर गोटे आंसर कटिज यह आप जानते 1/4 आकार सब डिडक्शन करा जाउची ओके एवं यह सहित देखो फ्रेंड आपर जो एग्जाम पैटर्न टी रही ये देखिपे रीजनिंग रखी जनरल नॉलेज एवं करेंट अफेयर न्यूमेरिकल एबिलिटी एवं कंप्यूटर उपर आपर एग्जाम क्वेश्चन आसीज ठीक अच्छे तो टोटाली आपर 100 क्वेश्चन 100 मार्क आसो एवं आपण टोटाली 90 मिनट टाइम कंडक्ट से करी तो फ्रेंड एठी जो मानकर जॉब दरकार जो माने चाहते निज देहर एक वर्दी रही तो से माने ही पढ़ापढ़ी करुँच तो बाकी पिला जो मानकर इंटरेस्ट ना तो से कौन इम्पोर्टाट नुहे ठीक अच्छे तो जो मैंने पढ़ापढ़ी करुँच तो देखिपे आपने तो ध्यान देवे ठीक अच्छे रिजनिंग होगला आपर जनरल नॉलेज करेंट अफेयर्स न्यूमेरिकल एबिलिटी जोटी कि आपर मैथ रू आसो 15 क्वेश्चन ठीक अच्छे एवं यह सहित फ्रेंड कंप्यूटर नॉलेज निहाती रही दरकार ओके तो फ्रेंड ये देखूँ ये जो 2020 जो पोस्ट बाहरी ठीक अच्छे दिल्ली पुलिस कॉन्स्टेबल तो सही समय जो कट ऑफ मार्क रखी ठीक अच्छे आपने देखिपे ठीक से कट ऑफ केते रखी ये देखो EWS केते कट ऑफ रखी
SC ST OBC ଏବଂ ଜେନେରାଲ ପାଇଁ। ଠିକ୍ ଅଛି, ଆପଣମାନେ ଦେଖିପାରୁଥିବେ ସେମାନଙ୍କ ପାଇଁ କେତେ ମାର୍କ କଟ୍ ଅଫ୍ ରଖିଥିଲା। ଓକେ, ଏବଂ ପାର୍ଟ ଏ ଏବଂ ପାର୍ଟ ବିରେ ମଧ୍ୟ ଆପଣମାନେ ଦେଖିପାରୁଥିବେ। ଓକେ, ଏଇଟା ଥିଲା ଫ୍ରେଣ୍ଡ ଆପଣମାନଙ୍କର ମେଲ୍ କ୍ୟାଣ୍ଡିଡେଟ୍ ପାଇଁ। ସେଭଳି ଏଠି ଦେଖିପାରୁଥିବେ ଏକ୍ସ ସର୍ଭିସମ୍ୟାନ୍ ଏବଂ ଅଦର୍ସ ପାଇଁ। ଠିକ୍ ଅଛି, ସେମାନଙ୍କ ପାଇଁ ମଧ୍ୟ ସେ କେତେ ଏଠି କଟ୍ ଅଫ୍ ରଖିଥିଲା ଏଠି ଦେଖିପାରୁଥିବେ। ଓକେ, ଏବଂ ଫିମେଲ୍ମାନଙ୍କ ପାଇଁ ଏଠି ଦେଖନ୍ତୁ, ଫିମେଲ୍ମାନଙ୍କ ପାଇଁ ମଧ୍ୟ ସେ ଏଠି କେତେ କଟ୍ ଅଫ୍ ନେଇଥିଲା ଆପଣମାନେ ଦେଖିପାରୁଥିବେ। ଠିକ୍ ଅଛି, ତ ଏଠି ମୁଁ ଯେଉଁ ସର୍କିଲ୍ କରିଦେଇଛି ତ ଆପଣମାନେ ଏଠି ଦେଖିପାରୁଥିବେ କ୍ୟାଟେଗୋରୀ ୱାଇଜ୍ର କେତେ ଲେଖା କଟ୍ ଅଫ୍ ସେ 2020ରେ ନେଇଥିଲା। ତ ଫ୍ରେଣ୍ଡ ଏଠି ଯାହା ବି କିଛି ବି ଆପଣମାନଙ୍କର ଇମ୍ପୋର୍ଟାଣ୍ଟ ପଏଣ୍ଟ ଥିଲା ତ ମୁଁ ସବୁ କହିସାରିଛି, ଏବଂ ଏହାର ଯେତେବେଳେ ଫ୍ରେଣ୍ଡ ଅଫିସିଆଲି ନୋଟିଫିକେସନ୍ଟି ଆଉଟ୍ ହୋଇଯିବ ତ ସେହି ସମୟରେ ମୁଁ ଆପଣଙ୍କ ପାଇଁ ଏକ ନୂଆ ଭିଡ଼ିଓ ମଧ୍ୟ ବନେଇକି ନେଇ ଆସିଯିବି। ଠିକ୍ ଅଛି, ତ ସେହି ପର୍ଯ୍ୟନ୍ତ ମୋ ଚ୍ୟାନେଲ୍ ସହିତ ଜଡ଼ିତ ରହିବା ପାଇଁ ତ ମୋ ଚ୍ୟାନେଲ୍କୁ ଫ୍ରେଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ବେଲ୍ ଆଇକନ୍ଟିକୁ କ୍ଲିକ୍ କରି ପାଖରେ ଥିବା ଅଲ୍ ନୋଟିଫିକେସନ୍କୁ ଅନ୍ ରଖିଦିଅନ୍ତୁ। ଠିକ୍ ଅଛି ଫ୍ରେଣ୍ଡ, ତ ଆଶା କରୁଛି ଫ୍ରେଣ୍ଡ ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ପ୍ଲିଜ୍ କମେଣ୍ଟ ଜରିଆରେ ମୋତେ ନିଶ୍ଚୟ ଜଣାଇବେ। ମୋ କମେଣ୍ଟ ସେକ୍ସନ୍ ଖୋଲା ଅଛି। ଠିକ୍ ଅଛି, ତ ପୁଣି ଦେଖା ହେବ ଫ୍ରେଣ୍ଡ ଆଉ ଏକ ଜବ୍ ନୋଟିଫିକେସନ୍ ବିଷୟରେ। ରହୁଛି, ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଫ୍ରେଣ୍ଡ। ଜୟ ଜଗନ୍ନାଥ।